ସାଙ୍ଗମାନେ ମୁଁ ଆଜି ଆସିଯାଇଛି, ଆପଣମାନେ ଦେଖିପାରୁଛନ୍ତି ଏଇ ହେଉଛି ସେଇ ଟାର୍ପେଲ ଘର ଯେଉଁଠିକି ମୁଁ ପ୍ରତିଦିନ ରୁହେ। ସାଙ୍ଗମାନେ ଏଇ ଘର ମୁଁ ଗତ ଦିନରେ ରିଫାୟାର କରୁଥିଲି। ଆପଣମାନେ ନିଶ୍ଚିତ ରୂପେ ଦେଖିଥିବେ ମୁଁ ଯେଉଁ ଗୋଟେ ଭିଡ଼ିଓ ନେଇକି ଆସିଥିଲି ଏଇ ଘରଟିକୁ ଯେଉଁ ରିଫାୟାର କରୁଥିଲି ସେଇ ଭିଡ଼ିଓ। ବର୍ତ୍ତମାନ ମୁଁ ଏଇ ଭିତରେ ଅଛି ସାଙ୍ଗମାନେ। ବର୍ଷା ହେଉଛି, ଝିପିରି ଝିପିରି ବର୍ଷା ହେଉଛି। କିଛି ସମୟ ପୂର୍ବରୁ ବହୁ ମାତ୍ରାରେ ବର୍ଷା ହେଲା, ପୁଣି ଏବେ ଟିକେ ଛାଡ଼ିଛି, ମାନେ ଝିପିରି ଝିପିରି ହେଉଛି ଆଉ। ସେଥିଲାଗି ମୁଁ ଭିତରେ ଅଛି ସାଙ୍ଗମାନେ, ଦେଖିପାରୁଥିବେ। ଏ ହେଉଛି ଆଉ ବ୍ୟାଗ୍ରେ ମୁଁ ଯେଉଁ ଭାତ ନେଇକି ଆସେ, ଗୋଟେ ସାମାନ ରଖିଥାଏ ସେଠି ବୋତଲରେ ସାଙ୍ଗମାନେ। ଆଉ ଭାତ ନେଇକି ଆସିଛି, ପଖାଳ ଭାତ। ଏଇ ହେଉଛି ସାମ୍ପୁ ଗାଧୋଇବା ପାଇଁ। ଆହୁରି ଏଇ ଆମ୍ବ ସଡ଼ା ନେଇକି ଆସିଛି ସାଙ୍ଗମାନେ। ଆମ୍ବ ସଡ଼ା ମାନେ ତରକାରୀ ନାହିଁ ନା, ତରକାରୀ ନାହିଁ, ଯାହାରି ଫଳରେ ମୋତେ ପଖାଳ ସହିତ ଆମ୍ବ ସଡ଼ା ଖାଇବାକୁ ପଡ଼ୁଛି। ତାପରେ ସାଥିରେ ଲୁଣ ନେଇକି ଆସିଛି ସାଙ୍ଗମାନେ। ଏ ହେଉଛି ସେଇ ଲୁଣ, ଟୋଟାଲି ଲଙ୍କା ନାହିଁ, ମିଲ୍ ଲୁଣ ନେଇକି ଆସିଛି। ସାଙ୍ଗରେ ବୋତଲ ପାଣି ନେଇକି ଆସିଛି, କାହିଁକି ନା ଆଉ ଜଳ ହିଁ ଆମ ଜୀବନ ସାଙ୍ଗମାନେ। ଆଉ ଯେକୌଣସି ଜୀବନ ଚାଲିଗଲା ମାନେ, ଜଣେ ମୂର୍ଚ୍ଛା ହେଲା ମାନେ ପାଣି ପକାଇଦେଲେ ସେ ଆପେ ଆପେ ଭଲ ହେଇଯାଏ। ସେଥିପାଇଁ ସବୁବେଳେ ସାଥିରେ ଯେତେବେଳେ ମୁଁ ବଗଡ଼କୁ ଯାଏ, ଆଉ ବ୍ୟାଗ୍ରେ ତ ବୋତଲଟେ ପାଣି ଧରିଥାଏ। ଆହୁରି ମୁଁ ହାଟ ବଜାର ଯଦି ଯାଏ, ମୋ ଗାଡ଼ି ଢିକିରେ ବୋତଲଟେ ପାଣି ନିଶ୍ଚିତ ରୂପେ ମୁଁ ଧରିକି ଯାଏ। କେବେ ଅବହେଳିତ କରେ ନାହିଁ, ନିହାତି ଗୋଟେ ବୋତଲ ପାଣି ସାଥିରେ ଧରିକି ଯାଏ। ତାପରେ ସାଙ୍ଗମାନେ ଯେତେବେଳେ ବର୍ଷା ହେଉଛି, ଏଠୁ ମେନ୍ ରାସ୍ତାକୁ ଯେଉଁଠି ଗାଡ଼ି ରଖିଛି ସେଇଠି ଯିବାକୁ ହେଲେ ମୋତେ ନିଶ୍ଚିତ ଭାବରେ ବର୍ଷାରୁ ରକ୍ଷା ପାଇବା ପାଇଁ ହେଲେ ମୁଁ ଗୋଟେ ଛତା ନେଇକି ଆସିଛି ସାଙ୍ଗମାନେ। ଦେଖିପାରୁଛନ୍ତି ନା, ଏମିତି ଛତା ସାଙ୍ଗମାନେ। ଯେତେବେଳେ ବର୍ଷା ଛାଡ଼ିବନି, ମୋତେ ଗାଡ଼ିରେ ନ ଗଲେ ବି ଘରକୁ ଚାଲି ଚାଲି ଯିବାକୁ ତ ବାଧ୍ୟ। ବେଳେବେଳେ ଏମିତି ବର୍ଷା ଆସୁଛି ମାନେ ଟୋଟାଲି ଛାଡ଼ୁନାହିଁ, ଯାହାରି ଫଳରେ ମୋତେ ଗାଡ଼ି ଛାଡ଼ିକି ଯିବାକୁ ପଡ଼ୁଛି। ଗାଡ଼ିରେ ଗଲେ ଓଦା ହେବାକୁ ପଡ଼ିବ ନା, ସେଥିଲାଗି ଗାଡ଼ି ବେଳେବେଳେ ଏଇଠି ଛାଡ଼ି ଦେଉଛି ଜଙ୍ଗଲରେ, ତାପରେ ଘରକୁ ଛତା ସାଙ୍ଗରେ ଯାଉଛି। ସେଥିଲାଗି ମୁଁ ଛତାର ସାହାଯ୍ୟ ନେଇଥାଏ। ବାହାରକୁ ବୁଲିଯିବି ଭାବୁଛି, ଝିପିରି ଝିପିରି ହେଉଛି। ମୁଁ ଆପଣମାନଙ୍କୁ ଦେଖେଇବି। ଦେଖନ୍ତୁ ଝିପିରି ଝିପିରି ପାଣି ଯେଉଁ ଏଠି ଅଛି, ଏଠି ଦେଖିପାରୁଥିବେ ପାଣି ସାଙ୍ଗମାନେ। ଆଉ ଝିପିରି ଝିପିରି ବର୍ଷା ଲାଗିଛି, ଦେଖିପାରୁଥିବେ। ଏ ଯେଉଁ ମୋର ଚପଲ ଓଦା ହେଇଛି, ଏପଟ ମାଟି ମଧ୍ୟ ଓଦା ହେଇଛି। ଏ ଗଛ ଗୁଡ଼ାକରେ ଯେଉଁ ଶିଶିର ପାଣି ପରି ରହିଛି, ପାଣି ଦେଖିପାରୁଥିବେ। ଆଉ ବହୁତ ଦୂରରେ ଆପଣ ଦେଖିପାରୁଛନ୍ତି ନା, ଯେ ଆମ ଗାଁର ଭଉଣୀମାନେ ଗୋଟେ ଦଳ ଗଠନ କରୁଛନ୍ତି, ସେମାନେ କାମ କରୁଛନ୍ତି ସାଙ୍ଗମାନେ, ବଗଡ଼ କାମ। ଏ ଟିକେ ଟିକେ ଦେଖାଯାଉଛନ୍ତି, ଦେଖିପାରୁଛନ୍ତି ତ, ଏ ଯେଉଁ ଧଳା ଧଳା ଦେଖାଯାଉଛି। ଏପଟେ ଯେଉଁ ଭଉଣୀ ଦୁଇଟା ଦେଖାଯାଉଛନ୍ତି, ଏପଟେ ଆହୁରି 4-5ଟା ଭଉଣୀ ଦେଖାଯାଉଛନ୍ତି। ଏଇଠି ଯେଉଁ କାମ କରୁଛନ୍ତି ସାଙ୍ଗମାନେ, ଆଜି ସକାଳଠୁ କାମ କରୁଛନ୍ତି, ବହୁତ ଦୂରରେ ଅଛନ୍ତି ସେମାନେ। ଆଉ ଆମର ଫରେଷ୍ଟର ଫିଲ୍ଡ ଉପର ସାଇଡ଼୍ରେ ସେମାନେ କାମ କରୁଛନ୍ତି। ଏଇନେ ମୁଁ ବାହାରେ ଯିବି ଭାବୁଥିଲି ବୁଲିବାକୁ ତ ଅସୁବିଧା, ଶିଶିର ପାଣି ଗୁଡ଼ାକ ବହୁତ ଗୁଡ଼ିଏ ରହିଛି। ଫୁଲ୍ ସାର୍ଟ ଫୁଲ୍ ପ୍ୟାଣ୍ଟ ପିନ୍ଧିକି ଗଲେ ସୁଦ୍ଧା ସବୁ ଓଦା ହେବାକୁ ପଡ଼ୁଛି। କିଛି ସମୟ ଯାଉ, ପାଗ ଯଦି କ୍ଲିୟର କରିବ ବାହାରକୁ ବୁଲିଯିବା ସାଙ୍ଗମାନେ। ଆଜି ମୁଁ ଆପଣମାନଙ୍କୁ ଦେଖେଇବି ଗୋଟେ କ'ଣ ଆମର ଯେଉଁ ଗଛ ଗୁଡ଼ାକ ଲଗା ହେଇଛି, ସେଥିରୁ କରଞ୍ଜ ଗଛ ଗୁଡ଼ାକ କେତେଟା ଫଳ ଦେଇଛି, ଆହୁରି ସୀତାଫଳ ଗଛ ଗୁଡ଼ାକ କେତେଟା ଫଳ ଦେଇଛି, ମୁଁ ଆପଣମାନଙ୍କୁ ଦେଖେଇବି। ତାହା ଦେଖିଯିବା। ଗୋଟିଏ ବର୍ଷ ପଲିଥିନରେ ରହିଲା ଚାରା, ତାପରେ 2 ବର୍ଷ ପରେ ତାକୁ ମାଟିରେ ପୋତା ହେଲା। 3 ବର୍ଷ ହେଲା ବେଳକୁ ସାଙ୍ଗମାନେ ଫଳ ଯାକ ଫଳିଛି। 3ଟା ପିଜୁଳି ଗଛ ଫଳିଥିଲା, ଏ ବର୍ଷ ଫଳିଛି କି ନାହିଁ ସେ ଗଛ ଗୁଡ଼ାକ ବି ଦେଖିଯିବି ଭାବୁଛି। କିନ୍ତୁ ଟିକେ ବହୁତ ଦୂର ହେବ, ଆଉ ବହୁତ ଲଟା ହେଇଛି, ଯିବାକୁ ଅସୁବିଧା ହେବ। ଯଦି ସୁବିଧା ହେଉଛି ମୁଁ ନିଶ୍ଚିତ ରୂପେ ସେଠିକି ଯିବି, ଆପଣମାନଙ୍କୁ ମଧ୍ୟ ଦେଖେଇବି 3 ବର୍ଷିକିଆ ଗଛର ଫଳ। ଓକେ, ଟିକେ ପାଗ ଭଲ ହେଉ, ତାପରେ ବୁଲିଯିବା। ହଁ ସାଙ୍ଗମାନେ, ଏବେ ଟିକେ ବର୍ଷା ଛାଡ଼ିଲା, ଯିବା ବାହାରକୁ ବୁଲିଯିବା। ମୁଁ ଯେଉଁ କହୁନଥିଲି, ମୁଁ ଯେତେ ସବୁ ଜାଗା କହୁଥିଲି ସବୁ ଜାଗାରେ ବୁଲିଯିବା ସାଙ୍ଗମାନେ। ଏଇନେ ମୁଁ ବାହାରିଲି। ସାଙ୍ଗମାନେ ମୁଁ ଯେଉଁ କହୁନଥିଲି, ଏଇଠି କରଞ୍ଜ ଗଛ ଗୋଟେ ବଢ଼ିଛି, ଫଳ ହେଇଛି, ମୁଁ ଆପଣମାନଙ୍କୁ ଦେଖେଇବି ସାଙ୍ଗମାନେ। ଏଇଟା ଗଛ ଦେଖାଯାଉଛି, ଏ ଗଛ ସାଙ୍ଗମାନେ। ଏଇଠି ଯେଉଁ କରଞ୍ଜ ମଞ୍ଜି ଏ ବର୍ଷ ଫଳିଛି, ମାନେ 3 ବର୍ଷର ଚାରା ଫଳିଛି, ମାନେ ଗଛଟା ବଢ଼ିଛି ପ୍ରାୟ 8 ଫୁଟ ଉଚ୍ଚାରେ ବଢ଼ିଛି। ମୁଁ ଫଳ ଦେଖେଇବି ସାଙ୍ଗମାନେ, ତେବେ ଚାଲନ୍ତୁ ଫଳ ଦେଖି ନେବା। ହଁ ସାଙ୍ଗମାନେ, ମୁଁ ଦେଖେଇବି ଆପଣମାନଙ୍କୁ। ଦେଖନ୍ତୁ ଏଇଟା ଆଉ କରଞ୍ଜ ଗଛ, ଏହାର ଫଳ ଦେଖନ୍ତୁ ଯେଉଁ ଫଳିଛି, ଦେଖିପାରୁଛନ୍ତି ନା। ଏଇଠି 2ଟା ଦେଖାଯାଉଛି। ଏବେ ଯିବା ଆଉ ଗୋଟେ ଗଛ ଦେଖେଇବି ମୁଁ। ସେଇ ଗଛ ହେଉଛି ସୀତାଫଳ ଗଛ ଫଳିଛି।
ଏଇଟା ଏଠି କରଞ୍ଜ ଗଛ, ଏଇଟା କରଞ୍ଜ ତାର ଫଳ ଫଳିଛି ସାଙ୍ଗମାନେ। ମୁଁ ସେ ସୀତାଫଳ ଗଛକୁ ନେଇକି ଯିବି, ଦେଖେଇବି। ଆଉ ପିଜୁଳି ଗଛକୁ ନେଇଥାନ୍ତି, ସେଇଟା ଟିକେ ଦୂର ହେଇଯିବ, ବହୁତ ଗୁଡ଼ିଏ ଲଟା ହେଇଛି, ସେଇଠି ଯିବାକୁ ଟିକେ ଅସମ୍ଭବ। ବର୍ଷା ପାଣି ରହିଛି, ଆଉ ଲଟାରେ ବର୍ଷା ପାଣି ଓଦା ହେବାକୁ ହବ, ସେଥିପାଇଁ ମୁଁ ସେଠିକି ଯିବିନି। ଆଉ ପୁଣି କେବେ ଖରା ସମୟରେ ସେଇ ଫଳ ଆପଣମାନଙ୍କୁ ଦେଖେଇବି। ଓକେ, ବର୍ତ୍ତମାନ ମୁଁ ପହଞ୍ଚି ଗଲିଣି ଯୋଉଠିକି ସୀତାଫଳ ଗଛ ଅଛି। ଓକେ, ଏପଟେ ଗୋଟେ ଅଛି ସାଙ୍ଗମାନେ, ଦେଖିପାରୁଥିବେ ଏ ଯୋଉ ଗଛ, ଏଇଟା ହଉଛି ସୀତାଫଳ ଗଛ। ଆଉ ଦେଖିବା, ଛୋଟ ଫଳ ଗୋଟେ ଫଳିଛି ସାଙ୍ଗମାନେ। ମୁଁ ପୁରା ଟୋଟାଲି କ୍ଲିୟର ଆପଣମାନଙ୍କୁ ଦେଖେଇବି, ମୁଁ ବ୍ୟାକ୍ କ୍ୟାମେରା କରିବି। ଓକେ, ଏଇଟା ଟୋଟାଲି ଫଳିନି, ଛୋଟ ଗଛ। ଦେଖନ୍ତୁ ଏଠି ଗୋଟେ ଛୋଟ ଫଳ ଫଳିଛି, ଏଠି ଦେଖିପାରିଲେ ନା, ଏ ଗୋଟେ ଫଳ ଫଳିଛି ସାଙ୍ଗମାନେ, 3 ବର୍ଷିଆ ଗଛ। ଆହୁରି ଯିବା ଉପରକୁ, ମୁଁ ପହଞ୍ଚି ଯାଇଛି। ଏଇଟା ଗୋଟେ ପଣସ ଗଛ, ମରି ଯାଇଛି, ପିଡ଼ିଆ ବେଶୀ ଯୋଉ ଗଛରେ ଲାଗିଛି ମରି ଯାଇଛି। ଏଇଟା ସାଙ୍ଗମାନେ ମୁଁ ଯୋଉ ଗଛ ଗୁଡ଼ା ଦେଖୁଥିଲି, ଯୋଉ ଗଛ ବିଷୟରେ ମୁଁ କହୁଥିଲି ସାଙ୍ଗମାନେ, ଏଇଟା ହଉଛି ସେଇ ଗଛ, ସୀତାଫଳ ଗଛ। ଏଇଟା କରଞ୍ଜ ଗଛ, କରଞ୍ଜ ଗଛ ମିଶିକରି ଆଉ ସୀତାଫଳ ଗଛ ସହିତ ଅଛି ସାଙ୍ଗମାନେ, ଦେଖିପାରୁଥିବେ। ଏଇଟା ହଉଛି ଆଉ ସୀତାଫଳ ପାଚିବ, କିଛି ଦିନ ଗଲା ପରେ ପାଚିବ ଲାଗୁଛି। ଏଇଟା ଗୋଟେ, ଆହୁରି ଏପଟ ଗୋଟେ, ଏଇଟା ଆହୁରି ଏପଟ ଗୋଟେ ଅଛି ସାଙ୍ଗମାନେ ଏଇଠି। ବହୁତ ଭଲ ହେଇଛି ନା, ବହୁତ ଭଲ ହେଇଛି ସାଙ୍ଗମାନେ। ଏଠି ତ ପ୍ରାୟ ଅଧିକ ଫୁଲ ଫୁଟିଥିଲା, ଆଉ ଫଳ ବି ହେଇଥିଲା, ଦେଖିପାରୁଛନ୍ତି ନା। ଏଇଟା ତ ଶୁଖି ଯାଇଛି, ମରିଛି, ଫଳ ହେଲାନି। ଏଇଟା ଆଉ ଏଇଠି ଏଇଟା ଗୋଟେ, ତାପରେ ଏପଟେ ମଧ୍ୟ ଗୋଟେ। ଏଇଟା ଏଗୁଡ଼ାକ ସବୁ ମରିଯାଇଛି, କେବଳ 3ଟା ହିଁ ଫଳ ଅଛି। ଆଉ ଏ ଯୋଉ କରଞ୍ଜ ଗଛ ଅଛି, ତାପରେ ସୀତାଫଳ ଗଛ ଅଛି, ତାର ଫଳ ଫଳିଛି। ଆପଣମାନଙ୍କୁ ଦେଖେଇଲି ମୁଁ, ଆପଣମାନେ ଦେଖିପାରିଲେ। ଆଉ ବେଶୀ ନହେଲେ 3-4 ଦିନ ଗଲା ପରେ ପାଚିବ ସାଙ୍ଗମାନେ। ଆପଣମାନଙ୍କୁ ଦେଖେଇଲି ସୀତାଫଳ ଗଛ, ବହୁତ ଗୁଡ଼ାଏ ଗଛ ଅଛି, କିନ୍ତୁ ଏଇ ବାରରେ କେବଳ ଏଇ ଫିଲ୍ଡରେ 2ଟି ଗଛ ହିଁ ଫଳିଛି। ଆପଣମାନଙ୍କୁ କହିଥିଲି, ବର୍ତ୍ତମାନ ମୁଁ ଦେଖେଇଲି, ବାକି ପିଜୁଳି ଦେଖେଇନି, କିଛି ଦିନ ଯାଉ ଦେଖିବା। ଆଉ ପିଜୁଳି ମଧ୍ୟ ଫଳିଛି, ସେଠିକି ଯିବାକୁ ଅସୁବିଧା ହେଉଛି, ବହୁତ ଲଟା ଗୁଡ଼ାକ ହେଇଛି ନା, ଯିବାକୁ ଅସୁବିଧା ହେଉଛି, ସେଥିଲାଗି ମୁଁ ସେଠିକି ଯାଇପାରିଲିନି। ମୁଁ ଆପଣମାନଙ୍କୁ ଆଜି ସୀତାଫଳର ତାର ଦୃଶ୍ୟ ଦେଖେଇଲି, ଆଉ ସୀତାଫଳ ଗଛ କେଉଁ ସାଇଜ୍ର ହେଇଛି ଆଉ କେତେଟା ଫଳ ଫଳିଛି ଆପଣମାନଙ୍କୁ ଦେଖେଇଲି। ନିଶ୍ଚୟ ଆପଣମାନେ ଦେଖିଥିବେ ଯଦି ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି ତାହେଲେ। ଓକେ, ଯଦି ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ ସାଙ୍ଗମାନେ ଏହି ଭିଡ଼ିଓଟିକୁ। ଯଦି ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଜଲ୍ଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପୁଣି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରି ଅଲ୍ ଉପରେ କ୍ଲିକ୍ କରନ୍ତୁ। ଓକେ, କାହିଁକି ମୁଁ ଯେବେ ବି ଯେକୌଣସି ଭଳିଆ ଭିଡ଼ିଓ ନେଇକି ଆସିବି, ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଆମ ଭିଡ଼ିଓ ଦେଖିପାରିବେ। ସାଙ୍ଗମାନେ ଆଜି ପାଇଁ ଏତିକିରେ ରହୁଛି, ପୁଣି ଆଉ ଗୋଟେ ନୂଆ ଭିଡ଼ିଓରେ ଦେଖାବ। ଓକେ, ବାଏ।